जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम आमर आस्ट्रो सेशन आरंभ करबा। आस्ट्रो सेशन रे आज बहुत ही इंपोर्टेंट सेशन। आज आम जानिबा जो को भाव कौन विचार करा जाए। ठीक अछि ना। मंत्रेश्वर फल दीपिका अनुଯାयी को भाव कौन विचार करा जाए से विषय भल भाव में आलोचना करी। वीडियोटी लंबा रहियो आपण माने भल से मन दे सुनନ୍ତୁ। तो को भाव कौन विचार हो मन देकी शुण। गप कहबी गप एटा हला एक एटा को लग्न भाबी दियो। एक दुई तीन चारि पांच छ सात आठ नौ 10 11 12 ଯେତେବେଳେ ଗୋଟେ ମନେ ରଖିବ ଲଗ୍ନ ମାନେ କୁଣ୍ଡଳୀରେ 12ଟା ଭାବ ଥାନ୍ତି। ଗୋଟେ ଗୋଟେ ଭାବର ବହୁତ ପ୍ରକାର ନାମ ଅଛି। ସେଇଟା ତ ଆମେ ପରେ ପଢିବା କି କଣ ତାକୁ କଣ କଣ ନାଁ ଅଛି ସେ ଭାବର କଣ କଣ ନାଁ। ଆମେ ଆଜି ପଢିବା ଯେ କୋଉ ଭାବରୁ କଣ ବିଚାର କରାଯାଏ। ପ୍ରଥମ ଆସିଲା ଲଗ୍ନ। ଲଗ୍ନ କଣ ନା ଲଗ୍ନ ହଉଛ ତୁମେ ନିଜେ। ଲଗ୍ନରୁ ଏଇଠି ସୂର୍ଯ୍ୟ ଉଦୟ ହୁଅନ୍ତି। ଏଇଠି ହିଁ ସୂର୍ଯ୍ୟ ଉଦୟ ହୁଅନ୍ତି। ଲଗ୍ନ ତମେ ଜନ୍ମ ହେଲା ବେଳକୁ କୋଉଠି ସୂର୍ଯ୍ୟ ଉଦୟ ହେଇଛନ୍ତି ସେଇଟା ସେଇଠି ଡିସାଇଡ କରାଯାଏ। ଠିକ ଅଛି। ତାପରେ ଏଇଟା ହେଲା ତମର ଦେହ। ଏଇଟା ହେଲା ତମ ଦେହ ନିଜ। ତମ ରୂପ, ତୁମ ଚେହେରା, ତୁମର ମୁଣ୍ଡ, ତୁମର ଜନ୍ମ, ଏଇ ସବୁ ଜିନିଷ ଏଉଠୁ ବିଚାର କରାଯାଏ। ଏକ ଦ୍ଵିତୀୟ ଭାବରୁ କଣ ବିଚାର କରାଯାଏ ନା ତମର ଗୋଟେ ପିଲାଟା ଜନ୍ମ ହେଲା ପରେ ଏଇଟା ଶିଶୁ କାଳ ତାର ଏଇଟା ହେଲା ଶୈଶବ। ତାର ଶିଶୁ କାଳ ଏଇଟା ଜନ୍ମ ହେଲା ପରେ ଗୋଟେ ବଢିଲା ସେ ଏଇଠି। ବଢିଲେ କଣ ଦରକାର ତାର ଶିଶୁ ହେଲା ସେ ଏଇଠି। ଏଉଠୁ ତାର ବିଦ୍ୟା, ତାର ଖାଇବା ବସ୍ତୁ, ନିଜର ବସ୍ତୁ, ଖାଇବା ପିଇବା, ତାର ଭୋଜନ, ତାର ଡାହାଣ ଆଖି, ତାର ଚେହେରା, ତାର ବାଣୀ, ତାର ବଚନ, କହିବାର ଶକ୍ତି, କୁଟୁମ୍ବ, ଏଗୁଡା ସବୁ ଦ୍ଵିତୀୟରୁ ବିଚାର କରାଯାଏ। ଏବେ ଆସିଲା ତୃତୀୟ। ତୃତୀୟ ଭାବରୁ କଣ ବିଚାର କରାଯାଏ ନା ଛାତି, ଡାହାଣ ପଟ କାନ ଏବଂ ତମର ପରାକ୍ରମ, ବୀରତା, ଛୋଟ ଭାଇ ଭଉଣୀ, ଏଗୁଡା ସବୁ ତୃତୀୟ ଭାବରୁ ବିଚାର କରାଯାଏ। ତୃତୀୟ ଭାବ। ଚତୁର୍ଥ ଭାବରୁ କଣ ବିଚାର କରାଯାଏ ନା ସବୁ ପ୍ରକାର ସୁଖ, ଘର, ତମ ଜମି, ତମର ଯୋଉ ଅଣଜା, ବନ୍ଧୁ, ମାତା, ଆଉ ତମର ଯାନବାହାନ, ତମର ମାନେ ତମର କେତେ ଭୂ ସମ୍ପତ୍ତି ହବ, କେତେ ଗୋ ସମ୍ପତ୍ତି ହବ, କେତେ ପ୍ରାଣୀ ସମ୍ପତ୍ତି ହବ, ତମର ବସ୍ତ୍ର। ଠିକ ଅଛି। ଏଇ ସବୁ ଆମେ ବିଚାର କରିବା ଚତୁର୍ଥ ଭାବ। ପଞ୍ଚମ ଭାବକୁ କଣ କହନ୍ତି ନା ତୁମର ଆତ୍ମାର ସ୍ଥାନ, ପୂର୍ବ ପୁଣ୍ୟ ଭାବ, ବୁଦ୍ଧି, ଭବିଷ୍ୟତର ଜ୍ଞାନ, ପ୍ରାଣ, ସନ୍ତାନ, ତମ ପେଟ, ଆଉ ଶ୍ରୁତି ବେଦ ଆଉ ଧର୍ମଶାସ୍ତ୍ର ଏବଂ ଶ୍ରୌତ ଶାସ୍ତ୍ରର ଜ୍ଞାନ, ଏଗୁଡା ସବୁ ପଞ୍ଚମ ଭାବରୁ ବିଚାର କରିବା। ଷଷ୍ଠ ଭାବରୁ ସମସ୍ତେ ଜାଣିଛେ ରୋଗ ଋଣ ଶତ୍ରୁ, ସେଥିରେ କୌଣସି ସନ୍ଦେହ ଅବକାଶ ନାହିଁ। ଅସ୍ତ୍ର, ସେବା, ଦୈନନ୍ଦିନ ଡେଲି ରୁଟିନ, ଅପମାନ, ଭୟ, ଯୁଦ୍ଧ, ଏଗୁଡା ସବୁ ଆମେ ମାମୁଁ, ଏଗୁଡା ସବୁ ଆମେ ଷଷ୍ଠ ଭାବରୁ ବିଚାର କରିବା। ସପ୍ତମ ଭାବରୁ କଣ ବିଚାର କରିବା ନା ତୁମ କାମ ବାସନା, ମଦ, ତମର ପତି ପତ୍ନୀଙ୍କ ବିଚାର, ତମ ବେପାର, ଡେଲି କଥାବାର୍ତ୍ତା, ସୂର୍ଯ୍ୟଙ୍କ ଅସ୍ତ ସମୟ, ଏଗୁଡା ସବୁ ଆମେ ସପ୍ତମ ଭାବରୁ ବିଚାର କରିବା। ଅଷ୍ଟମ ଭାବରୁ କଣ ବିଚାର କରିବା? ଅଷ୍ଟମ ଭାବରୁ ଆମେ ସ୍ତ୍ରୀର ସୌଭାଗ୍ୟକୁ ବିଚାର କରିବା। ଏଟାକୁ ରନ୍ଧ୍ରେ ସବୁ କୁହାଯାଏ। ଏଟା ଆୟୁ ସ୍ଥାନ ବି ବୋଲି କୁହାଯାଏ। ଏଥିରେ ବିଭିନ୍ନ ପ୍ରକାର ତମର ତନ୍ତ୍ର ଆସେ, ଓକଲ୍ଟ, ଆଉ ମାଟି ତଳର ଜିନିଷ, ଆଉ କଣ
ମଣିଷର ଅପମାନ, ସଡନ ଚେଞ୍ଜ, ପ୍ରୋବ୍ଲେମ, କ୍ଲେଶ, ବଦନାମୀ, ବିଘ୍ନ, ଅସୁଚି, ଦାସତ୍ୱ, ଏଗୁଡା ସବୁ ଅଷ୍ଟମ ଭାବରେ ବିଚାର କରାଏ। ଏମିତି ତ ହଜାର ଅଛି, ମୁଁ ଖାଲି ଗୋଟେ ତମକୁ ମନେ ରଖିବା ପାଇଁ କହୁଛି। ନବମ ଭାବରେ କଣ ବିଚାର କରିବା ନା ଗୁରୁ, ବାପା, ଦେବତା, ପୂଜା, ପୂର୍ବ ଭାଗ୍ୟ ମାନେ ଯୋଉଟା ପ୍ରାରବ୍ଧ, ତମ ପୌତ୍ର ମାନେ ତୁମ ପୁଅର ପୁଅ, ଉତ୍ତମ ବଂଶ, ଏଗୁଡା ସବୁ ଆମେ ନବମ ଭାବରୁ ବିଚାର କରିବା। ଦଶମ ଭାବରୁ କଣ ବିଚାର କରିବା? ଦଶମ ଭାବରୁ ବିଚାର କରିବା କର୍ମ, ମାନେ ତମକୁ କେତେ ଆମାଉଣ୍ଟ ର ଇଜ୍ଜତ ମିଳିବ, ତମକୁ କେତେ ଆମାଉଣ୍ଟ ର ଅଥରିଟି ମିଳିବ, କେତେ ତମେ ଜୟ କରିପାରିବ, କେତେ ତମକୁ ଯଶ ମିଳିବ, କେତେ ଯଜ୍ଞ କରିପାରିବ, ନିଷ୍ପନ୍ନ କରିପାରିବ କାମ, ଜୀବିକାର ଉପାୟ ଜାଣିବ, କୋଉ କାମରେ ତମକୁ ରୁଚି ରହିବ, ତମର ଆଚାର କୋଉଭଳିଆ ରହିବ, ତମର ଗୁଣ କୋଉଭଳିଆ ରହିବ, ଏବଂ ତୁମେ କେତେ ମାନିଫେଷ୍ଟ କରିପାରିବ, ସେଇଟା ବି ଦଶମ ସ୍ଥାନରେ ରହିବ। ଏକାଦଶ ସ୍ଥାନକୁ କୁହାଯାଏ ଲାଭ, ଆମଦାନୀ, ପ୍ରାପ୍ତି, ସଙ୍ଗତ, ଆଗମନ, ସିଦ୍ଧି, ବୈଭବ, କଲ୍ୟାଣ, ପ୍ରଶଂସା, ବଡ ଭାଇ, ବାଁ ପଟ କାନ, ସରସତା, ଆଉ ସବୁ ଗୁଡ ନ୍ୟୁଜ, ସବୁ ଏକାଦଶ ସ୍ଥାନରୁ ଆମେ ଜାଣିବା। ଦ୍ୱାଦଶ ସ୍ଥାନରୁ କଣ ଜାଣିବା ନା ଚେଞ୍ଜ, ପରିବର୍ତ୍ତନ, ଦୁଃଖ, ବ୍ୟୟ, ବାଁ ପଟ ନେତ୍ର, ପରନିନ୍ଦା, ପର ଚର୍ଚ୍ଚା, କୌଣସି ଜିନିଷର ଅନ୍ତିମ ପରିଣାମ ତମ ଜୀବନରେ କେମିତି ହବ, ଦରିଦ୍ରତା, ପାପ, ଶୟନ ମାନେ ବେଡ ପ୍ଲେଜର ଯୋଉଟା କହନ୍ତି, ଖର୍ଚ୍ଚ କରିବା, ବନ୍ଧନ ଯୋଗ ମାନେ ଜେଲ ଯିବା, ଏଇ ସବୁ ଜିନିଷ ସବୁ ଆମେ 12th ହାଉସ ରୁ ବିଚାର କରିବା। ତେଣୁ ସବୁବେଳେ ମନେ ରଖ 6, 8 ଆଉ 12 ଏଗୁଡାକୁ ତ୍ରିକ ସ୍ଥାନ ବୋଲି କୁହାଯାଏ। ଏଟା ସବୁ ନିକୃଷ୍ଟ ସ୍ଥାନ, ୟାକୁ ଦୁସ୍ଥାନ ବି କୁହାଯାଏ। ଏଇ 6, 8, 12 କୁ ଛାଡିକି ପ୍ରାୟ ଅନ୍ୟ ସବୁତିକ ହଉଛି ଶୁଭ ସ୍ଥାନ। 1, 4, 7, 10 ଘରକୁ ଆମେ କହିବା କେନ୍ଦ୍ର, ଆମକୁ କହିବା କେନ୍ଦ୍ର ଭାବ। 1, 5, 9 କୁ ଆମେ କହିବା ତ୍ରିକୋଣ, ଠିକ ଅଛି ନା? 2, 5, 8, 11, 2, 5, 8, 11 ଲଗ୍ନରୁ 2, 5, 8, 11 କୁ କହିବା କୋଣଫର, ଠିକ ଅଛି? 3, 6, 9, 12 ୟାକୁ କହିବା ଆମେ ଆପୋକ୍ଲିମ, ଆପୋକ୍ଲିମ, ଠିକ ଅଛି? 4 ଆଉ 8 ଘରକୁ କହିବା ଚତୁରସ୍ର, 4, 8 କୁ କହିବା ଚତୁରସ୍ର, ଠିକ ଅଛି? ତେଣୁ ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ ହେଲା ଏଗୁଡା ସବୁ ତମେ ରଖିବ। ଏଗୁଡା ମନେ ରଖିଲେ ଆଗକୁ କୋଉ ଭାବରେ ଥିଲେ କିଭଳି ଭାବରେ କଣ ଇମ୍ପାକ୍ଟ ଦବ ସେ ବିଷୟରେ ଆମେ କ୍ଲିୟରଲି ଜାଣିପାରିବା, ଠିକ ଅଛି ନା? ଏଇ ଯୋଉ ନୋଟେସନ ଗୁଡାକ ମାନେ ଯୋଉ କହିଲି ପଣ ଫର, ଆପୋକ୍ଲିମ, କେନ୍ଦ୍ର, ତ୍ରିକୋଣ, ଏଗୁଡା ଆଗକୁ ଯାଇ ବହୁତ କାମ ଦବ, ଠିକ ଅଛି ନା? ଏବେ ଆମେ ଧୀରେ ଧୀରେ ପ୍ରେଡିକ୍ସନ ଆଡିକି ପଢିବା ଆରମ୍ଭ କଲେ। ତ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ରାମ।